ଭାବୁଥିବେ ଫୁଲ କୁଣ୍ଡରେ ଛୋଟ ଛୋଟ ରଙ୍ଗୀନ ପଥର ଅଛି, ହେଲେ ଏସବୁ ପଥର ନୁହେଁ ବନ୍ଧୁ, ବରଂ ଏକ ପ୍ରକାରର ସେକୁଲାଣ୍ଟ ପ୍ଲାଣ୍ଟ। ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଥିବା ଏହି ମାଂସାଳ ପ୍ଲାଣ୍ଟଟି ଜୀବନ୍ତ ପଥର ଭାବେ ସୁପରିଚିତ। ଶାକାହାରୀ ପ୍ରାଣୀଙ୍କଠୁ ନିଜକୁ ବଞ୍ଚାଇବା ପାଇଁ ଏହାର ବିକାଶ ଏହିଭଳି ହୋଇଛି। ଏହାର ଦୁଇଟି ପତ୍ର ଥାଏ, ଯାହାକି ଖୁବ୍ ମାଂସାଳ ଓ ମୋଟା। ମାଟି ଭିତରେ ଏହାର ଅଧିକାଂଶ ଅଂଶ ରହିଥାଏ। ବାହାରକୁ ଅଳ୍ପ କିଛି ଦେଖାଯାଏ। ଅଳ୍ପ ଯେଉଁ ଅଂଶ ଦେଖାଯାଏ ତାହା ଦୁଇଟି ପଥର ଭଳି ଦେଖାଯାଏ, ଯାହାକି ମଝିରୁ ଫାଳ ହୋଇଥାଏ। ଅନେକାଂଶରେ ପ୍ଲାଣ୍ଟଟି ଅଧା କମଳା ଭଳି ଦେଖାଯାଏ। ଏହି ଦୁଇ ମାଂସାଳ ପତ୍ର ମଝିରୁ ଫୁଲ ଫୁଟିଥାଏ। ଏମିତି ଅନୁଭବ ହୁଏ ସତେ ଯେମିତି ପଥର ମଝିକୁ ଫଟେଇ ଫୁଲଟି ବାହାରିଛି। ଏହାର ଶାଖା ପ୍ରଶାଖା ନଥାଏ। ଏହାର ରଙ୍ଗ ଧୂସର, ଲାଲ ଓ ବାଇଗଣୀ ରଙ୍ଗର ବି ହୋଇଥାଏ। ପତ୍ର ଝଡ଼ା ସମୟରେ ଏଥିରେ ଆକର୍ଷକ ଓ ସୁଗନ୍ଧ ଭରା ଏକ ଫୁଲ ଫୁଟିଥାଏ। ଏହି ଫୁଲ 2 ପ୍ରହରରେ ଫୁଟେ ଓ ରାତିରେ ବୁଜି ହୋଇଯାଏ। ଏହାକୁ ଅଧିକ ଯତ୍ନ ନେବାର ଆବଶ୍ୟକତା ପଡ଼ିନଥାଏ। ଏଥିରେ ଅଧିକ ପାଣି ଦେବାକୁ ପଡ଼ିନଥାଏ। ଏଥିରେ ହଳଦିଆ ରଙ୍ଗର ବଡ଼ ବଡ଼ ଓ ଖୁବ୍ ସୁନ୍ଦର ଫୁଲ ଫୁଟେ, ଯାହାକି ଦେଖିବାକୁ ଖୁବ୍ ସୁନ୍ଦର। ନିଜେ ଦେଖନ୍ତୁ ଓ ଅନ୍ୟମାନଙ୍କୁ ମଧ୍ୟ ଦେଖାନ୍ତୁ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲନ୍ତୁ ନାହିଁ।